ଦେଖନ୍ତୁ ସାରା ବିଶ୍ୱରେ ରଥଯାତ୍ରା ଚାଲିଛି। ପୁରୀ ତ ସ୍ୱତନ୍ତ୍ର ରଥଯାତ୍ରା, କିନ୍ତୁ ତୁଳସୀପୁରରେ ଯେଉଁ ରଥଯାତ୍ରା ଏକ ନିଆରା ରଥଯାତ୍ରା। ନିଆରା ଏଇଥିପାଇଁ କି ତୁଳସୀପୁରରୁ ଅନେକ ଦୂରରେ 2-3 କିଲୋମିଟର ଦୂରରେ ବନ୍ଦେଶ୍ୱର ଗ୍ରାମରେ ଆମ ଯେ ଗୁରୁଦେବ ସେଠି ପୂଜା ପାଇଥାନ୍ତି ଏବଂ ପ୍ରତ୍ୟେକ ବର୍ଷ ତୁଳସୀପୁର ବ୍ରାହ୍ମଣ ଶାସନରେ ଯେଉଁ ରଥ ନିର୍ମାଣ ହୁଏ ସେଠୁ ଗ୍ରାମବାସୀ ମାନେ ଶାସନ ମାନେ ଠାକୁରଙ୍କୁ ପାଲିଙ୍କିରେ ଆଣିକରି 3 କିଲୋମିଟର ଚାଲି ଚାଲି ପାଲିଙ୍କିରେ ଆସିକରି ଏଠି ବିରାଜମାନ ହୁଅନ୍ତି। ତାପରେ ନୀତିକର୍ମ ହୁଏ, ମଧ୍ୟାହ୍ନ ଭୋଜନ ହୁଏ, ଏସବୁ ପରେ ପହଣ୍ଡି ହେଇକରି ଆମର ଆରମ୍ଭ ହୁଏ ରଥଯାତ୍ରା। ତେଣୁ ଏଭଳି ନିଆରା ରଥଯାତ୍ରା ପାଲିଙ୍କିରେ ଆସିବା, ପୁଣି 9 ଦିନ ଯାତ୍ରା ସାରିଲା ପରେ ପୁଣି ତାଙ୍କୁ ପାଲିଙ୍କି ଅଧରପଣା ସୁନାବେଶ ଏସବୁ ସମାପ୍ତ ପରେ ପୁଣି ପାଲିଙ୍କିରେ ଗ୍ରାମବାସୀ ମାନେ ଯାଇକରି ତାଙ୍କୁ ତାଙ୍କ ନିଜସ୍ୱ ମନ୍ଦିରରେ ଛାଡ଼ି ଦେଇକରି ଆସନ୍ତି। ପ୍ରତ୍ୟେକ ଦିନ ନବଦିନାତ୍ମକ ମାନେ ଗୀତା ପାଠ ହୁଏ, ଭାଗବତ ପାଠ ହୁଏ ଏବଂ ପ୍ରତ୍ୟେକ ଦିନ ନୀତିକାନ୍ତି ମଧ୍ୟ ଅନୁଷ୍ଠିତ ହୁଏ। ସକାଳ ବାଳଭୋଗ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ, ଗୀତି ଗୋବିନ୍ଦ ଏସବୁ ପର୍ଯ୍ୟାୟକ୍ରମେ ସବୁଦିନ 9 ଦିନ ଯାକ ଏଠି ତୁଳସୀପୁର ପାଲଟି ଯାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର। ଆଉ ବର୍ତ୍ତମାନ ତ ଆସି ରଥ ଲାଗିଗଲା। ଆଉ ବର୍ତ୍ତମାନ ଠାକୁର ଯାଇକିରି ଆଉ ଦୁର୍ଗାଣୀଙ୍କ ପାଖେ ଆଉ ସେ ଯାଇକି ବସନ୍ତି ବସିଲେ। ତାପରେ ନୀତିକାନ୍ତି ସବୁ ହବ, ସନ୍ଧ୍ୟା ଆଳତି ହବ, ଆଉ ଗୀତି ଗୋବିନ୍ଦ ହବ। ଫେର ସକାଳ ହେଲେ ଧୂପ ହବ, ଏଠି ରୋଷେଇ ହବ, କ୍ଷୀରି ଖେଚେଡ଼ି ହବ, ଠାକୁରଙ୍କୁ ଭୋଗ ହବ। ଏବଂ ସନ୍ଧ୍ୟାବେଳେ ଯେତେବେଳେ ଯାହା ନିୟମ ସବୁ ନିୟମ ପାଳନ କରାଯାଏ।